ସେଇଥିପାଇଁ ସାଧାରଣତଃ ଚୈତନ୍ୟ ଚରିତାମୃତରେ କୁହାଉଛି ଯେ ସିଦ୍ଧାନ୍ତ ବୋଲିଆ ଚିତେ ନାକରେ ଆଲେସ ଏହା ହଇତେ କୃଷ୍ଣ ଲାଗେ ସୁଦୃଢ ମାନସ। ତେଣୁ ସିଦ୍ଧାନ୍ତ ବୁଝିବା ଦରକାର, ଦର୍ଶନ କଣ ବୁଝିବା ଦରକାର। ଯେ ଦର୍ଶନ ବୁଝି ନା ତାହେଲେ ଦର୍ଶନ କଲେ ବି କିଛି ଲାଭ ହବନି। ସେଥିପାଇଁ ସାଧାରଣତଃ ଦେଖୁନାହାନ୍ତି ଏବେ ସବୁ ଧାମରେ ଏବେ ଦେଖ ଦର୍ଶନ ପାଇଁ ବହୁତ ଭିଡ ହଉଛି, କିନ୍ତୁ ପ୍ରକୃତରେ ସମାଜରେ କଣ ଲୋକଙ୍କର ସେତିକି ପରିବର୍ତ୍ତନ ଆସୁଛି? ଲୋକଙ୍କ ଭିତରେ ସେତିକି ମାତ୍ରାରେ ପବିତ୍ରତା ଅଛି, କିନ୍ତୁ ଦର୍ଶନ କରିବାକୁ ତ ବହୁତ ଯାଉଛନ୍ତି। ଅସୁବିଧା କଣ ହଉଛି ନା ଦର୍ଶନ କରୁଛନ୍ତି କିନ୍ତୁ ଦର୍ଶନରେ ଦର୍ଶନ ଟାକୁ ବୁଝୁନାହାନ୍ତି। ଆଉ ବହୁତ ଜଣ ଲୋକ ଦର୍ଶନ କଣ ବୁଝିନାହାନ୍ତି। ଜଗନ୍ନାଥ ଆମେ ଯେତେବେଳେ ଦର୍ଶନ କରିବା ପାଇଁ ଯାଏ, ଆଉ ଗୋଟେ ଦେଖିବେ ପ୍ରାୟତଃ ଓଡିଆ ଲୋକ କିମ୍ବା ଯୋଉମାନେ ଭୁବନେଶ୍ୱରରେ ରହୁଥିବେ ପ୍ରତ୍ୟେକ ମାସେ 2 ମାସରେ ଯାଉଥିବେ ପୁରୀ। କିନ୍ତୁ ଦେଖନ୍ତୁ ଭଗବାନଙ୍କୁ ଦର୍ଶନ କରିବା ସହଜ, କିନ୍ତୁ ଦର୍ଶନକୁ ବୁଝିକି ଦର୍ଶନ ହିସାବରେ ଚାଲିବା କଷ୍ଟ। ଆଉ ପ୍ରାୟ ଲୋକ ସେଇଟା କରିବା ପାଇଁ ଚାହାନ୍ତିନି।